ଇନ୍ସ୍ପାୟାର ଓଡ଼ିଶାକୁ ସ୍ୱାଗତ। ଆଜି ଆମେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟରେ କଥା ହେବା। ମନକୁ କିପରି ନିୟନ୍ତ୍ରଣ କରିହେବ। ଏଇଟା ଏମିତି ଏକ ବିଷୟ ଯୋଉଠି ପୁରାତନ ବୌଦ୍ଧ ଜ୍ଞାନ ଆଉ ଆଜିକାଲିର ମନୋବିଜ୍ଞାନ ଦୁଇଟା ଯାକ ମିଶୁଛି। ଏକଦମ ସତ କଥା। କାରଣ ଦେଖିବାକୁ ଗଲେ ଆମ ଜୀବନର ସବୁଠାରୁ ବଡ଼ ଲଢ଼େଇଟା ତ ବାହାରେ ନୁହେଁ। ହଁ, ସେଇଟା ପୁରାପୁରି ନିଜ ମନ ଭିତରେ ହିଁ ଚାଲିଥାଏ। କୁହାଯାଏ ନା, ମନ ହିଁ ବନ୍ଧନର କାରଣ ଆଉ ମନ ହିଁ ମୁକ୍ତିର ମାର୍ଗ। ବାଃ, ଯେମିତି ଗୌତମ ବୁଦ୍ଧ କହିଥିଲେ। ହଁ, ସେ କହିଥିଲେ, ଆମେ ଯାହା ଭାବୁ ଆମେ ତାହା ହିଁ ହୋଇଯାଉ। ମନ ହିଁ ସବୁକିଛିର ମୂଳ। ଠିକ୍। ତ ଆମ ପାଖରେ ଗୋଟେ ୟୁଟ୍ୟୁବ ଭିଡିଓର ଟ୍ରାନ୍ସକ୍ରିପ୍ଟ ଅଛି, ଆଉ ଆମର ଲକ୍ଷ୍ୟ ହେଉଛି ସେଥିରୁ ମୁଖ୍ୟ ଶିକ୍ଷାଗୁଡ଼ିକୁ ବାହାର କରି ଆଲୋଚନା କରିବା। ବହୁତ ଭଲ। ତେବେ ଚାଲନ୍ତୁ ଆରମ୍ଭ କରିବା। ପ୍ରଥମ କୌଶଳ ମାନେ ନିଜ ସହିତ କଥା ହେବାର ଶୈଳୀ, ସକାରାତ୍ମକ ଆତ୍ମବାର୍ତ୍ତା, ପଜିଟିଭ୍ ସେଲ୍ଫ ଟକ୍। ହଁ, ଆମେ କେତେ ସହଜରେ ନିଜକୁ କହିଦେଉ, ଆରେ ଏଇଟା ମୋ ଦ୍ୱାରା ହବନି କିମ୍ବା ମୁଁ ଏଥିପାଇଁ ଯୋଗ୍ୟ ନୁହେଁ। ଏଇ ଯୋଉ ନକାରାତ୍ମକ କଥା, ହଁ, ସେଇ ନେଗେଟିଭ୍ ଥଟ୍ସ। ସେଗୁଡ଼ାକ କେମିତି ଆମ ବାସ୍ତବତାକୁ ପ୍ରଭାବିତ କରେ, କେମିତି କାମ କରେ ଏଇଟା? ଏଇଠି ଦେଖନ୍ତୁ, ଆମର ଯୋଉ ଅବଚେତନ ମନ ଅଛି, ସବକନସିୟସ୍ ମାଇଣ୍ଡ, ସେ ବହୁତ ଶକ୍ତିଶାଳୀ। ଆମେ ଯେତେବେଳେ ବାରମ୍ବାର କୌଣସି କଥା ନିଜକୁ କହୁ, ସେ ତାକୁ ସତ ବୋଲି ଧୀରେ ଧୀରେ ଗ୍ରହଣ କରିନିଏ। ଆଚ୍ଛା। ତେଣୁ ଯଦି ଆମେ ବାରମ୍ବାର ନକାରାତ୍ମକ କଥା କହିବା, ତାବେ ସେଇଟା ଆମର ବିଶ୍ୱାସ ପାଲଟିଯାଏ। କିନ୍ତୁ ଯଦି ଆମେ ସକାରାତ୍ମକ ଭାବରେ କହିବା, ଯେମିତି ମୁଁ ଚେଷ୍ଟା କରୁଛି ଏବଂ ଧୀରେ ଧୀରେ ଭଲ କରୁଛି, କିମ୍ବା ଏହି କାମଟି କଷ୍ଟକର ହେଲେ ମୁଁ ଶିଖିପାରିବି, ଏମିତି କହିଲେ ଖାଲି ଆମର ମନୋବଳ ବଢ଼େନି, ଆଉ କ'ଣ ହୁଏ? ଆମ ମସ୍ତିଷ୍କରେ ନୂଆ ସ୍ନାୟୁପଥ ମାନେ ନ୍ୟୁରାଲ ପାଥୱେଜ୍ ତିଆରି ହେବାରେ ବି ସାହାଯ୍ୟ କରେ। ଓହୋ, ମାନେ ଏଇଟା ଖାଲି ମନ କଥା ନୁହଁ, ବ୍ରେନ୍ ଉପରେ ବି ଏହାର ପ୍ରଭାବ ପଡ଼େ। ନିଶ୍ଚୟ ପଡ଼େ। ଏହାର ଅର୍ଥ ନୁହେଁ ଯେ ନିଜକୁ ମିଛ କହିବା। ହଁ, ସେଇଟା ଗୁରୁତ୍ୱପୂର୍ଣ୍ଣ। ହଁ, ବରଂ ନିଜର ଦୁର୍ବଳତାକୁ ଚିହ୍ନିବା, ସ୍ୱୀକାର କରିବା ଆଉ ତାକୁ ସୁଧାରିବା ପାଇଁ ଏକ ପଜିଟିଭ୍ ଆପ୍ରୋଚ୍ ରଖିବା। ବହୁତ ବଢ଼ିଆ। ତେବେ ନିଜ ସହ କଥା ହେବାର ଶୈଳୀ ବଦଳାଇବା ସହ ଆଉ ଗୋଟେ ଜିନିଷ ବି ଦରକାର, ମନକୁ ଗୋଟେ ଦିଗ ଦେବା। ନହେଲେ ସେଇ ଭିଡିଓରେ ଯେମିତି କହୁଥିଲେ, ହଁ, ଲଗାମ ନଥିବା ଘୋଡ଼ା ପରି ଏଣେ ତେଣେ ଘୂରିବ। ଏକଦମ। ସେଇଠି ଆସୁଛି ଦ୍ୱିତୀୟ ପଦ୍ଧତି, ଲକ୍ଷ୍ୟ ନିର୍ଦ୍ଧାରଣ, ଗୋଲ୍ ସେଟିଂ। ନିଶ୍ଚୟ। ଯେତେବେଳେ ଆମ ପାଖରେ ଗୋଟେ ସ୍ପଷ୍ଟ ଲକ୍ଷ୍ୟ ଥାଏ ନା, ଆମ ମସ୍ତିଷ୍କର ଗୋଟେ ବିଶେଷ ଅଂଶ ଅଛି, ରେଟିକ୍ୟୁଲାର ଆକ୍ଟିଭେଟିଂ ସିଷ୍ଟମ, ସଂକ୍ଷେପରେ RAS। ଆଚ୍ଛା, ଏଇଟା କ'ଣ କରେ? ଏହାକୁ ଆମ ମସ୍ତିଷ୍କର ଫିଲ୍ଟର ବୋଲି ଭାବିପାରନ୍ତି। ଯେତେବେଳେ ଲକ୍ଷ୍ୟ ସ୍ଥିର ହୋଇଯାଏ, ଏହି RAS ଆମ ଚାରିପାଖରୁ କେବଳ ସେହି ସୂଚନା, ସେହି ସୁଯୋଗଗୁଡ଼ିକୁ ଆମ ପାଇଁ ଛାଣିଦିଏ ଯାହା ଆମ ଲକ୍ଷ୍ୟ ସହ ଜଡ଼ିତ। ମାନେ ଆମେ ସେହି ଜିନିଷଗୁଡ଼ିକୁ ବେଶୀ ନୋଟିସ୍ କରିବାକୁ ଲାଗୁ। ହଁ, ଏକଦମ। ଆଉ ଗୋଟେ ମଜା କଥା ହେଲା, ଯେତେବେଳେ ଆମେ ଲକ୍ଷ୍ୟ ଆଡ଼କୁ ଟିକେ ଟିକେ ଆଗଉ, ଛୋଟ ଛୋଟ ସଫଳତା ପାଉ, ଆମ ମସ୍ତିଷ୍କ ଡୋପାମିନ୍ ବୋଲି ଗୋଟେ କେମିକାଲ ରିଲିଜ୍ କରେ। ଡୋପାମିନ୍? ଏଇଟା ତ ହ୍ୟାପିନେସ୍ ହର୍ମୋନ୍ ଭଳି କିଛି ନା? ହଁ, ଏଇଟା ଆମକୁ ଖୁସି ଦିଏ, ଆନନ୍ଦ ଦିଏ ଆଉ ଆଗକୁ ବଢ଼ିବାକୁ ପ୍ରେରଣା ବି ଦିଏ। ସେଥିପାଇଁ ବୋଧେ କୁହାଯାଏ, ବଡ଼ ଲକ୍ଷ୍ୟକୁ ଛୋଟ ଛୋଟ ମ୍ୟାନେଜେବଲ୍ ଷ୍ଟେପ୍ସରେ ଭାଙ୍ଗିବା ଦରକାର। ନିଶ୍ଚୟ। ଯେମିତି ଦୀର୍ଘକାଳୀନ, ମଧ୍ୟକାଳୀନ, ସ୍ୱଳ୍ପକାଳୀନ କିମ୍ବା ଦୈନିକ, ସାପ୍ତାହିକ, ମାସିକ ଟାର୍ଗେଟ। ଏମିତି କଲେ ମନ ପ୍ରେରିତ ରହେ, ଭାରାକ୍ରାନ୍ତ ଲାଗେନି। ବୁଝିଗଲି। ବହୁତ ପ୍ରାକ୍ଟିକାଲ କଥା। ଆଚ୍ଛା, ତାପରେ ଆସୁଛି ତୃତୀୟ ପଦ୍ଧତି, ଧ୍ୟାନ, ମେଡିଟେସନ୍। ହଁ, ଧ୍ୟାନ। ସେ ଭିଡିଓରେ କହୁଥିଲେ ଯେ ଏଇଟା ଖାଲି କିଛି ଧାର୍ମିକ ବିଧି ବା ପୂଜାପାଠ ନୁହେଁ, ଆଳକୁ ଶାନ୍ତ କରିବାର ଏକ ବହୁତ ଶକ୍ତିଶାଳୀ, ଏପରିକି ବୈଜ୍ଞାନିକ ଉପାୟ। କେମିତି? ମାନେ ବିଜ୍ଞାନ କ'ଣ କହୁଛି ଏ ବିଷୟରେ? ଦେଖନ୍ତୁ, ନିୟମିତ ଧ୍ୟାନ ଅଭ୍ୟାସ କଲେ ଆମ ମସ୍ତିଷ୍କର ଗୋଟେ ଅଂଶ ଅଛି, ଯାହାକୁ ଆମିଗଡାଲା କୁହନ୍ତି। ଆମିଗଡାଲା। ସେଇଟା ମୁଖ୍ୟତଃ ଆମର ଭୟ, ଚିନ୍ତା ଆଉ ଷ୍ଟ୍ରେସ୍ ରେସ୍ପନ୍ସକୁ ନିୟନ୍ତ୍ରଣ କରେ। ଧ୍ୟାନ ଦ୍ୱାରା ଏହାର ଯୋଉ ଅତ୍ୟଧିକ ପ୍ରତିକ୍ରିୟାଶୀଳତା ଥାଏ, ସେଇଟା କମିଯାଏ। ତେଣୁ ଆମେ ବୋଧେ ଛୋଟ ଛୋଟ କଥାରେ ବେଶୀ ବ୍ୟସ୍ତ ହଉନ। ଏକଦମ। ଭାବନାତ୍ମକ ସ୍ଥିରତା ଆସେ, ଇମୋସନାଲ ଷ୍ଟେବିଲିଟି ବଢ଼େ ଆଉ ବିଚାରରେ ବି ସ୍ପଷ୍ଟତା ଆସେ। ଆଉ ବୁଦ୍ଧଙ୍କ ଦର୍ଶନରେ ଏହାର ପ୍ରମାଣ ଥିଲା। ବୁଦ୍ଧଙ୍କ ଅନୁସାରେ ଧ୍ୟାନ ଦ୍ୱାରା ଆମେ ନିଜ ବିଚାରଗୁଡ଼ିକର ସାକ୍ଷୀ ହୋଇପାରୁ। ସାକ୍ଷୀ ହେବା, ଏଇଟା ଟିକେ ବୁଝେଇବେ କି? ମାନେ ଆମ ମନକୁ ଯେତେ ସବୁ ଭାବନା ଆସୁଛି, ଭଲ ହେଉ କି ମନ୍ଦ, ସେଗୁଡ଼ିକୁ କେବଳ ଦେଖିବା, ବିନା କୌଣସି ଜଜମେଣ୍ଟରେ,
ଯେମିତି ଆକାଶରେ ମେଘ ଆସୁଛି ଯାଉଛି ଏମିତି ଭାବେ ଦେଖିପାରିଲେ ସେ ବିଚାରଗୁଡ଼ିକ ଆମ ଉପରେ ଆଉ ହାବି ହୋଇପାରନ୍ତି ନାହିଁ। ବାଃ, ଏଇଟା ତ ବହୁତ ଗଭୀର କଥା। ହଁ, ଆଉ ଏଇଟା ହିଁ ମାନସିକ ଶାନ୍ତି ଆଡ଼କୁ ପ୍ରଥମ ପାଦ ବୋଲି କୁହାଯାଏ। କିନ୍ତୁ ଏଠି ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠୁଛି। କ'ଣ? ଆମେ ପ୍ରତିଦିନ କ'ଣ ନିଜ ମନ ପାଇଁ କିଛି ମିନିଟ୍ ସମୟ ବାହାର କରୁଛେ ଏଇ ଧ୍ୟାନ ଅଭ୍ୟାସ ପାଇଁ? ସତରେ ଚିନ୍ତା କରିବା କଥା। ବ୍ୟସ୍ତତା ଭିତରେ ଏଇଟା ବୋଧେ ସବୁଠୁ ଚ୍ୟାଲେଞ୍ଜ। ଆଚ୍ଛା, ଏହା ସହିତ ସେ ସୂତ୍ରରେ ଆଉ ଦୁଇଟା କଥା ବି ସଂକ୍ଷେପରେ କୁହାଯାଇଥିଲା। ଗୋଟେ ହେଲା ସମୟ ପରିଚାଳନା, ଟାଇମ୍ ମ୍ୟାନେଜମେଣ୍ଟ। ହଁ, ସମୟର ସଠିକ୍ ଯୋଜନା କରି ଚଳିଲେ ମନକୁ ଅଯଥା ଚିନ୍ତା, କ'ଣ କରିବି, କେମିତି କରିବି ବାଲା ଭାବନା ସେଥିରୁ ମୁକ୍ତି ମିଳେ, ମନ ଶାନ୍ତ ରହେ। ଆଉ ଦ୍ୱିତୀୟଟି ଥିଲା ନିୟମିତ ଶାରୀରିକ ବ୍ୟାୟାମ, ଫିଜିକାଲ ଏକ୍ସରସାଇଜ। ହଁ, ବ୍ୟାୟାମର ଭୂମିକା ବି ବହୁତ ବେଶୀ। ବ୍ୟାୟାମ କଲେ ଶରୀରରେ ଏଣ୍ଡୋରଫିନ୍ସ ପରି ରସାୟନ ବାହାରେ। ଏଣ୍ଡୋରଫିନ୍? ହଁ, ଏଗୁଡ଼ାକ ନ୍ୟାଚୁରାଲ ମୁଡ୍ ବୁଷ୍ଟର୍ସ। ମନକୁ ପ୍ରଫୁଲ୍ଲିତ ରଖେ, ଚାପ କମାଏ। ଗୋଟେ ପ୍ରକାରରେ ଶରୀର ମାଧ୍ୟମରେ ମନକୁ ସୁସ୍ଥ ଆଉ ଅନୁଶାସିତ ରଖିବାର ଏକ ବଢ଼ିଆ ଉପାୟ। ଠିକ୍। ତେବେ ଯଦି ଏସବୁକୁ ଏକାଠି ଦେଖିବା, ସକାରାତ୍ମକ ଭାବେ ନିଜ ସହ କଥା ହେବା, ସ୍ପଷ୍ଟ ଲକ୍ଷ୍ୟ ରଖିବା, ଧ୍ୟାନ କରିବା, ସମୟକୁ ଠିକ୍ ଭାବେ ବ୍ୟବହାର କରିବା ଆଉ ଶରୀରକୁ ବି ସକ୍ରିୟ ରଖିବା, ହଁ, ଏସବୁ ମିଶି ଗୋଟେ ପୁରା ପ୍ୟାକେଜ ପରି, ଯାହା ଆମକୁ ମନକୁ ବୁଝିବା ଏବଂ ତାକୁ ସଠିକ୍ ଦିଗରେ ଚଳାଇବାରେ ସାହାଯ୍ୟ କରେ। ଏକଦମ। ଆଉ ଗୋଟେ କଥା ମନେ ରଖିବା ଦରକାର, ମନକୁ ନିୟନ୍ତ୍ରଣ କରିବା ମାନେ ତାକୁ ଦବାଇବା କିମ୍ବା ଦମନ କରିବା ନୁହେଁ। ଆଚ୍ଛା, ତେବେ କ'ଣ? ବରଂ ତାର ସ୍ୱଭାବକୁ ବୁଝିବା। ସେ କାହିଁକି ଏମିତି କରୁଛି, ତାକୁ କ'ଣ ଦରକାର, ଏସବୁ ବୁଝି ତାକୁ ଧୀରେ ଧୀରେ ସ୍ନେହରେ ସଠିକ୍ ଦିଗ ଦେଖାଇବା। ମାନେ ଗୋଟେ ବନ୍ଧୁ ପରି ବ୍ୟବହାର କରିବା। ହଁ, କିଛିଟା ସେମିତି। ଏଟା ଗୋଟିଏ ଦିନର କାମ ନୁହେଁ। ଏହା ଏକ ନିରନ୍ତର ଯାତ୍ରା, ଏକ ଅଭ୍ୟାସ, ପ୍ରାକ୍ଟିସ୍। ଧୈର୍ଯ୍ୟ ଦରକାର ବୋଧେ। ବହୁତ ଧୈର୍ଯ୍ୟ ଆଉ ନିରନ୍ତରତା ଦରକାର। କିନ୍ତୁ ଯେତେବେଳେ ମନ ଧୀରେ ଧୀରେ ଅନୁଶାସିତ ହୋଇଯାଏ, ସେତେବେଳେ ଯୋଉ ପ୍ରକୃତ ଶାନ୍ତି ଆଉ ସାମର୍ଥ୍ୟ ମିଳେ, ସେଟା ଆପେ ଆପେ ଆସିଯାଏ। ତାକୁ ଖୋଜିବାକୁ ପଡ଼େନି। ବାଃ, ବହୁତ ସୁନ୍ଦର ଭାବେ କହିଲେ। ଶେଷରେ ଗୋଟିଏ ଛୋଟ ଚିନ୍ତା ସମସ୍ତଙ୍କ ପାଇଁ। ହଁ, କୁହନ୍ତୁ। ସମ୍ଭବତଃ ଆମ ଜୀବନର ସବୁଠାରୁ ବଡ଼ ସ୍ୱାଧୀନତା କ'ଣ ଜାଣନ୍ତି? କ'ଣ? ନିଜର ଏଇ ଯୋଉ ଅନିୟନ୍ତ୍ରିତ ଅଯଥା ଚିନ୍ତା ଅଛି ନା, ସେଗୁଡ଼ିକର ମୁକ୍ତି ପାଇବା। ସେଇଟା ହିଁ ପ୍ରକୃତ ସ୍ୱାଧୀନତା, ନୁହେଁ କି? ବାଃ, ବହୁତ ବଡ଼ କଥା। ଏହା ଉପରେ ଭାବିବା ଦରକାର। ତେବେ ଏହି ଆଲୋଚନା ଶୁଣିବା ପରେ ଆଜିଠାରୁ ମାନସିକ ଅନୁଶାସନ ଦିଗରେ କେଉଁ ଗୋଟିଏ ଛୋଟ ପଦକ୍ଷେପ ନିଆଯାଇପାରେ? ହଁ, କିଛି ଗୋଟେ ଛୋଟ ଆରମ୍ଭ, ଯେକୌଣସି ଗୋଟିଏ ଜିନିଷରୁ। ନିଶ୍ଚୟ। ଆତ୍ମନିୟନ୍ତ୍ରଣର ଏହି ଯାତ୍ରା ପାଇଁ ସମସ୍ତଙ୍କୁ ଆମ ତରଫରୁ ଶୁଭକାମନା। ଆଉ ହଁ, ଯଦି ଆପଣଙ୍କୁ ଏହିପରି ଆଲୋଚନା ଭଲ ଲାଗୁଛି, ତେବେ ଆହୁରି ଭିଡିଓ ପାଇଁ ଆମ ଚ୍ୟାନେଲ ଇନ୍ସ୍ପାୟାର ଓଡ଼ିଶାକୁ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି।